ବାଧିଲା ଜାଣି କ୍ଷମା କର ନହିଲେ ରମା, ରମଣ ଦଣ୍ଡେ ଦିଅ ଟାଳି। ମହାପ୍ରଭୁ ରମଣ ଦଣ୍ଡେ ଦିଅ ଟାଳି। ତୁମ୍ଭଙ୍କୁ ଜଗନ୍ନାଥ ଆଜ ମୋ ମନୋରଥ, ଦିଅନ୍ତି ପରେ ମୋହି ଗାଳି। ହେ ମହାପ୍ରଭୁ ଦିଅନ୍ତି ପରେ ମୋହି ଗାଳି। ତ୍ରାହି ଅଚ୍ୟୁତ ତ୍ରାହି ଅଚ୍ୟୁତ ତ୍ରାହି ଅଚ୍ୟୁତ। ପ୍ରଭୁ ଆଜିର ବିଷୟବସ୍ତୁ 12ଟି ରାଶିରେ 1200 କୋଟି ମନୁଷ୍ୟ ଜନ୍ମଗ୍ରହଣ କରିଛନ୍ତି। ସେଥିମଧ୍ୟରୁ ଅର୍ଜୁନ ଭଳି ଯୋଦ୍ଧା, ରାଣା ପ୍ରତାପ ଭଳି ଯୋଦ୍ଧା, ଛତ୍ରପତି ଶିବାଜୀ ଭଳି ଯୋଦ୍ଧା ଏ ଭାରତବର୍ଷରେ ଜନ୍ମଗ୍ରହଣ କରିଛନ୍ତି। ସେମାନଙ୍କର ଆତ୍ମଚୈତନ୍ୟ ନିବେଦନ ବହୁ ଗଭୀର, ସେମାନଙ୍କୁ ଅନୁଧ୍ୟାନ କରିବା ବହୁ କଷ୍ଟ। ଆମେ ସିନା ଭାରତବର୍ଷରେ ଏଇଭଳି ଯୋଦ୍ଧାଙ୍କୁ ପାଇଛନ୍ତି, କିନ୍ତୁ ପୃଥିବୀ ପୃଷ୍ଠରେ ମଧ୍ୟ ନେପୋଲିଅନ ବୋନାପାର୍ଟ ଭଳି ଯୋଦ୍ଧା ଏ ଧରାପୃଷ୍ଠକୁ ଆସିଛନ୍ତି। ସେମାନଙ୍କ ବିଷୟରେ ଏକ ଅନ୍ତର୍ନିହିତ ଶକ୍ତି ଅଛି, ଯେଉଁ ଶକ୍ତିକି ପରିପ୍ରକାଶିତ ନୁହେଁ, ଅନ୍ତର୍ନିହିତ ଶକ୍ତି। ସେମାନେ ହିଁ ଜାଣନ୍ତି ସେମାନଙ୍କ ଶକ୍ତି। ଆଜିର ଦୁନିଆରେ ବହୁ ଜ୍ଞାନୀ ଗୁଣୀ ପଣ୍ଡିତମାନେ ଜନ୍ମଗ୍ରହଣ କରୁଛନ୍ତି। ଏ ଧରାପୃଷ୍ଠକୁ ବହୁ ମହାପୁରୁଷମାନେ ଆସୁଛନ୍ତି। ବହୁତ କ୍ଷେତ୍ରରେ ଯେଉଁଠି ଆଲୋଚନାର ବିଷୟବସ୍ତୁ ନିଆଯାଇଛି, ସେଠି କେବଳ ଯୁକ୍ତି ଛଡ଼ା ଅନ୍ୟ କିଛି ନାହିଁ। ଯାହା କିଛି ଦୃଶ୍ୟମାନ ହେଉଛି, ପ୍ରତ୍ୟେକ କ୍ଷେତ୍ରରେ କିଛି ନା କିଛି ଯୁକ୍ତି ଉପସ୍ଥାପିତ କରି ମନୁଷ୍ୟକୁଳ ଭ୍ରମରେ ପଡ଼ୁଛି। ଏହା ହିଁ ଏ ଜଗତର ସାରସ୍ୱତ ବସ୍ତୁ। ଯାହା କିଛି ଆମେ କରୁଛନ୍ତି, ଯାହା କିଛି କହୁଛନ୍ତି, ଯାହା କିଛି ଆମେ ଦେଖୁଛନ୍ତି, ଆଉ ବହୁତ ନିଗୁଢ଼ ତତ୍ତ୍ୱ ରହସ୍ୟ ଅଛି, ଯେଉଁଟାକି ମନୁଷ୍ୟ ଜାଣିବା ମନୁଷ୍ୟ ପକ୍ଷେ ବହୁ କଷ୍ଟକର। କେବଳ ହିଁ ପ୍ରଭୁ କୃପା ବିଭୁ କୃପା ଯେଉଁମାନଙ୍କ ପାଖରେ ଅଛି, ସେମାନେ ଶାନ୍ତ ସ୍ୱସ୍ଥ ସରଳ ମନରେ, ସରଳ ହୃଦୟରେ, କେବଳ ସନ୍ଥ ମହାପୁରୁଷ। ସେମାନେ କେବଳ ଲୋକ ଦେଖାଣିଆ ଭାବକୁ କେବେ ପରିପ୍ରକାଶ କରିନାହାନ୍ତି ବା ବୁଝିବା ପାଇଁ ଚେଷ୍ଟା କରିନାହାନ୍ତି। କିଛି କିଛି କବିମାନେ ଚେଷ୍ଟା କରିଛନ୍ତି। ଏ କବିମାନଙ୍କର ମନୋବୃତ୍ତିର ଭାବନା କ'ଣ? ଯଦି ବର୍ଷା ହେଉଛି, ଭୂମି ଉପରେ ସେ ବର୍ଷା ପଡ଼ି ସବୁଜ କ୍ଷେତ୍ର ତିଆରି ହେଉଛି। ଏ ସବୁଜ କ୍ଷେତ୍ରକୁ ଦେଖି କେଉଁ କେଉଁ କବି ତା ଭାବନା ରାଜ୍ୟରେ ବୁଡ଼ି ବସୁଛି ଏବଂ ସେଥିପାଇଁ ବସି ନିରୋଳା ସବୁଜ କ୍ଷେତ୍ରରେ ସେ ପ୍ରକୃତିର ବର୍ଣ୍ଣନା କରି ଚାଲିଛି। ଅନ୍ୟମାନଙ୍କ ଦ୍ୱାରା ସମ୍ଭବ ହୁଏ ନା। କିଛି କିଛି ଦୃଢ଼ ଚେତାମାନଙ୍କର, ଆତ୍ମଚୈତନ୍ୟମାନଙ୍କର, ଆତ୍ମପ୍ରତ୍ୟକ୍ଷମାନଙ୍କର, ଆତ୍ମବୋଧନ, ଆତ୍ମଚିନ୍ତନ, ଆତ୍ମଚୈତନ୍ୟ, ଏଇମାନଙ୍କ ଏଇ ସତ୍ତା ଗୁଡ଼ିକ ହିଁ କବି ଭାବୁକ ହୋଇ ବାହାରୁଛନ୍ତି। ଅନ୍ୟମାନଙ୍କ ଦ୍ୱାରା ସମ୍ଭବ ନୁହେଁ। ଇଏ ସୂର୍ଯ୍ୟଚନ୍ଦ୍ର ଭଳି ଆଲୋକ ପ୍ରଦାନ କରିବା, ବହୁତ ତାରାଗଣ ଥାଇପାରନ୍ତି ଏ ପୃଥିବୀ ପୃଷ୍ଠରେ, କିନ୍ତୁ ସୂର୍ଯ୍ୟଚନ୍ଦ୍ର ଭଳି ଆଲୋକ ପ୍ରଦାନ କରିବା ଲକ୍ଷରେ ଜଣେ ଜଣେ କିଏ ଅଛନ୍ତି। ନିଶ୍ଚିନ୍ତ ଧରାପୃଷ୍ଠରେ ଅଛନ୍ତି। ଇଏ ଈଶ୍ୱରଙ୍କ ସୃଷ୍ଟି। ଈଶ୍ୱର ହିଁ ମନୁଷ୍ୟ ମାଧ୍ୟମରେ ଧରାପୃଷ୍ଠକୁ ଆସନ୍ତି। କୌଣସି କ୍ଷେତ୍ରରେ ଶଙ୍ଖଚକ୍ର ଗଦାପଦ୍ମ ଧରି କଳିର କଳୁଷରେ ଈଶ୍ୱର କେବେ ଆସିପାରିବେ ନାହିଁ। ସେଥିପାଇଁ ତାଙ୍କର ଜଗନ୍ନାଥ ପରମ ବ୍ରହ୍ମ ରୂପରେ, କୃଷ୍ଣ ଅବତାର ପରେ ଜଗନ୍ନାଥ ପରମ ବ୍ରହ୍ମ ରୂପରେ ହାତ ଗୋଡ଼ ବିହୀନ ଦାରୁ ବ୍ରହ୍ମ ମୂର୍ତ୍ତି। ଏହି ଦାରୁ ବ୍ରହ୍ମ ମୂର୍ତ୍ତିର ବ୍ରହ୍ମସତ୍ତାକୁ ଜାଣିବା ବହୁ କଷ୍ଟକର ବ୍ୟାପାର। ତା ଲୀଳା ବହୁ ଅନନ୍ତ। ତେଣୁ ଭାଗବତର ପଦେ ଜଗନ୍ନାଥ ଦାସ କହିଛନ୍ତି, ଜଗନ୍ନାଥ ଯେ ଷୋହଳ କଳା ତହୁଁ କଳାଏ ନନ୍ଦବଳା। ସେ ନନ୍ଦବଳା ପୁଣି କିଏ? ନା ନନ୍ଦ ରାଜାର ଟିକେ ଶୁଣୁଟି, କେଡ଼େ ଛନ୍ଦ ଜାଣିଲୁ ସେହି ନନ୍ଦ ରାଜାର ଟିକେ ଶୁଣୁଟି, କେଡ଼େ ଛନ୍ଦ ଜାଣିଲ। ଟିକି ପିଲା ବୋଲି ଯାହାକୁ ଭାବୁଛ, ଟିକି ପିଲା ବୋଲି ଯାହାକୁ ଭାବୁଛ, ଚିରି ପକାଇଲା ବୋକାର ପାଟି। ନନ୍ଦ ପୁଅ ସେହିଠି ଆହେ କେଡ଼େ ଛନ୍ଦ ଜାଣିଲ, ନନ୍ଦ ଘର ପୁଅଟି। ସେ ଯେଉଁ ନନ୍ଦ ପୁଅ କୃଷ୍ଣ, ସେ କୃଷ୍ଣଙ୍କ ପାଦ ତଳେ ଶରଣ ନେବା,
ରାମର ଚରିତ୍ରକୁ ଅନୁସନ୍ଧାନ କରିବା ଏବଂ ରାମର ଚରିତ୍ର ଅନୁସନ୍ଧାନ ସହିତ ଶିବ ତତ୍ତ୍ୱ ଉପରେ ବୁଝିବା। ଶିବ ସଦାସର୍ବଦା ରାମ ନାମ ଜପ କରନ୍ତି। ରାମ ସେତୁବନ୍ଧ ପ୍ରତିଷ୍ଠା ବେଳେ ରାବଣକୁ ବିନାଶ ପାଇଁ, ଅସୁରକୁ ବିନାଶ ପାଇଁ ଶିବଙ୍କୁ ଆହ୍ୱାନ କରି ରାମେଶ୍ୱରରେ ଶିବ ମନ୍ଦିର ପ୍ରତିଷ୍ଠା କରିଛନ୍ତି, ଯିଏକି ଶିବ ରାମ ନାମ ଜପ କରନ୍ତି, ରାମ ଶିବଙ୍କୁ ପୂଜା କରନ୍ତି। ବ୍ରହ୍ମା ମଧ୍ୟ ବିଷ୍ଣୁ ପଦକୁ ସ୍ମରଣ କରନ୍ତି। ଯେଉଁ ବିଷ୍ଣୁ ପଦକୁ ବ୍ରହ୍ମା ଶିବ ଧ୍ୟାନ କରନ୍ତି, ସାଧାରଣରେ କୈବର୍ତ୍ତ ମଧ୍ୟ ମୂର୍ଖ କୈବର୍ତ୍ତଟିଏ, ସେ ମଧ୍ୟ ତା ପାଦକୁ ରାମ ଅବତାରରେ ଧୋଇ ଦେଇଛି। ତାକୁ ଜଣେ ସନ୍ଥଙ୍କ ନିର୍ଦ୍ଦେଶରେ କୈବର୍ତ୍ତ ହିଁ ଧୋଇଛି। ତେଣୁ ଏହା ବହୁ ଗହନ ବିଷୟ। ପୂର୍ବ ଅର୍ଜିତ କର୍ମ ବଳେ ଯାଚି ମୁଁ ଦେଉଥାଏ ବଳେ। ଯାହାର ପୂର୍ବରେ କିଛି କୌଣସି କର୍ମ ନାହିଁ, ବିହିତ କର୍ମ କିଛି ସେ ପାଇନାହିଁ, କେବେ ଏ କଳି କଳୁଷରେ ପାଇବ ନାହିଁ, କି ପୁରାଣ ପୃଷ୍ଠାରେ ମଧ୍ୟ କେହି ପାଇନାହାନ୍ତି। କେତେବେଳେ କେଉଁମାନେ ଚେଷ୍ଟା କରି ପାଇଛନ୍ତି। ଦ୍ରୌପଦୀ ଯେତେବେଳେ ହାତ ଟେକି ଦେଇଛି ବସ୍ତ୍ର ହରଣ ସମୟରେ, ସେତେବେଳେ ଗୋବିନ୍ଦଙ୍କୁ ଡାକିଛି, ଗୋବିନ୍ଦ ହିଁ ତାକୁ ଆଶ୍ରା କରିଛନ୍ତି। ଏଇଭଳି ପୁରାଣ ପୃଷ୍ଠାରେ ବହୁ ଚରିତ୍ର ଦେଖିବାକୁ ମିଳିଛି। ଆମର ସାଧୁ ଅଭିରାମ ପରମହଂସ, ପଞ୍ଚଶାଖା ଜଗନ୍ନାଥ ଦାସ, ବଳରାମ ଦାସ, ଅଚ୍ୟୁତାନନ୍ଦ ଦାସ, ଏଇଭଳି ପଞ୍ଚଶାଖାମାନେ ମଧ୍ୟ ଆସିଛନ୍ତି ମହାପୁରୁଷ ଅବତାର ନେଇକି, ସେଇ ଭଗବାନଙ୍କର ଅଂଶବିଶେଷ ନେଇକି ଆସିଛନ୍ତି। ସେମାନେ ମଧ୍ୟ କୌଣସି ଜାଗାରେ ଗୁରୁବାଦକୁ ଯାଇ ଶିଷ୍ୟ ତିଆରି କରିନାହାନ୍ତି। ସେମାନେ କେବଳ ଦିଗ ଦର୍ଶନ ଦେଇଛନ୍ତି। ଅଚ୍ୟୁତ ଲେଖିଛନ୍ତି ତାଙ୍କ ପୁସ୍ତକରେ। ବହୁତ ଗ୍ରନ୍ଥ ଲେଖିଲା ପରେ ମଧ୍ୟ ସେ ନିଜକୁ କହିଛନ୍ତି ଯେ ମୁଁ ସାଧାରଣ ପରିବାରର ଲୋକ ଏବଂ ମୋତେ ତୁମେ ଭଗବାନ ବୋଲି କେବେ ଚିନ୍ତା କର ନା। ସିଏ ମଧ୍ୟ ଚୈତନ୍ୟକୁ ଗୁରୁ କରିଛନ୍ତି, ଗୁରୁଙ୍କ ପାଖରୁ କିଛି ଶିକ୍ଷା ଲାଭ କରିଛନ୍ତି, ଯାହାଫଳରେ ସେ ଶେଷରେ କହିଛନ୍ତି, ପ୍ରଭୁ ମୁଁ କବି ହେବା ପାଇଁ ଚାହୁଁନି କି ଲେଖକ ହେବା ପାଇଁ ଚାହୁଁନି, କୌଣସି ଜ୍ଞାନ ଗାରିମାର ଆବଶ୍ୟକତା ନେଇ ଦେଖି ହେବା ପାଇଁ ମୁଁ ଚାହୁଁନି, ଲୋକ ଦେଖାଣିଆ ଭାବଠୁ ମୋତେ ବିରୋଧୀ କର, କିନ୍ତୁ ତୋ ପଦକୁ ଆଶ୍ରା କରିଛି, ଏଇଭଳି ମୋତେ ମାଗୁଣି ଦିଅ, ମୁଁ ଚିରଦିନ ତୋ ପଦ ତଳେ ଅଭୟ ଚରଣ ତଳେ ଶରଣ ନେବି ଏବଂ ତୋ ପାଦ ପଦ୍ମକୁ ହରିଭକ୍ତ ଭାବରେ ସେବା କରିବି। ଜୟ ଜଗନ୍ନାଥ ସ୍ୱାମୀ ନୟନପଥଗାମୀ ଭବ ତୁମେ। ପାଲା ଗାୟକ ମାନଙ୍କ ଜୀବନରେ ବହୁତ ଅନୁଭୂତି ଥିବ, ଶାସ୍ତ୍ର ପଢ଼ି ପଢ଼ି। ତେଣୁ ଏଇ ଜିନିଷ ଗୁଡ଼ିକ ଯେଉଁମାନେ ପାରବ୍ଧରୁ ପାଇକି ଆସିଛନ୍ତି, ସେମାନେ ହିଁ ଦିବ୍ୟଦ୍ରଷ୍ଟା। କିନ୍ତୁ ଦିବ୍ୟଦ୍ରଷ୍ଟାମାନଙ୍କର ମୁହଁରେ ଆଜି ତୁଣ୍ଡି ଲାଗିଛି। ଯଦି ସେମାନେ ପଦେ କହିବା ପାଇଁ ଯାଉଛନ୍ତି କାଳିର କଳୁଷରେ, ଅଚ୍ୟୁତାନନ୍ଦ ମହାପୁରୁଷଙ୍କ ବାଣୀରେ ଯାହା କିଛି ବି ଘଟିଯାଉଛି, ତାକୁ ପ୍ରତ୍ୟେକ ମଣିଷ ବୁଝିବା ବଡ଼ କଷ୍ଟକର। ଚିତା ଚୈତନ୍ୟକୁ କେବେ ନେଉନାହିଁ। ଯେଉଁମାନେ ନେଉଛନ୍ତି ସେମାନେ ହୁସିଆରି ରହୁଛନ୍ତି, ଆଉ ଯେଉଁମାନେ ନ ନେଇ ପାରୁଛନ୍ତି ସେମାନେ ଅଜ୍ଞତାରେ ପଡ଼ି ବାଉଳା ହେଉଛନ୍ତି, ଆଉ କିଛି ନାହିଁ। କେବଳ ମରିଚିକା ପଥର ଧାବମାନ ପଥିକ, ଗୋଡ଼ ହାତ ଛିଡ଼ିବା ଛଡ଼ା ଅନ୍ୟ କୌଣସି ଜିନିଷ କିଛି ମିଳିବାର ପଥ ଦେଖାଯାଉନି। କାଖରେ କଳସୀ ନାଇଁ ଗଲେ ଯମୁନା, କେହି ରାଧା ହୁଏ ନା ସଖୀ ରାଧା ହୁଏ ନା, ମନରେ ନାହିଁ ଯେବେ କୃଷ୍ଣ ଭାବନା ସଖୀ, ମନରେ ନାହିଁ ଯେବେ କୃଷ୍ଣ ଭାବନା ସଖୀ, କେହି ରାଧା ହୁଏ ନା, କେହି ରାଧା ହୁଏ ନା। କାଖରେ କଳସୀ ନାଇଁ ଗଲେ ଯମୁନା, କେହି ରାଧା ହୁଏ ନା ସଖୀ ରାଧା ହୁଏ ନା, ମନରେ ନାହିଁ ଯେବେ କୃଷ୍ଣ ଭାବନା ସଖୀ, ମନରେ ନାହିଁ ଯେବେ କୃଷ୍ଣ ଭାବନା, କେହି ରାଧା ହୁଏ ନା ସଖୀ ରାଧା ହୁଏ ନା। ଜୟ ଜଗନ୍ନାଥ ସ୍ୱାମୀ ନୟନପଥଗାମୀ ଭବ ତୁମେ। ପ୍ରଭୁ ବିଭୁପାଦ ମନୁଷ୍ୟ 84 ଲକ୍ଷ ଯୋନି ଗତି କରି ମନୁଷ୍ୟ ଜନ୍ମ ମିଳିଛି। ଅତି ତପସ୍ୟା ବଳେ ମନୁଷ୍ୟ ଜନ୍ମ ମହି ତଳେ। ଇଏ ଜୀବନ ଥିବା ପର୍ଯ୍ୟନ୍ତ ଯାହା କିଛି ଉପଭୋଗ କରୁଛନ୍ତି, ତାହା ହିଁ ଆମ ପାରାବ୍ଧର ସୃଷ୍ଟି। ପାରବ୍ଧ ସବୁଦିନେ ବିବର୍ତ୍ତନବାଦରେ ଉନ୍ନତି ହେବା ଉଚିତ। ଏ ଉନ୍ନତି କେଉଁ ସୋପାନ କେଉଁ ଶ୍ରେଣୀରେ ଯିବା ଉଚିତ। ଥରେ ସେ ବିଭୁପାଦକୁ ଆଶ୍ରା କରି
ମୋକ୍ଷ ପ୍ରାପ୍ତି ଆବଶ୍ୟକ। ମୋକ୍ଷ ଶବ୍ଦର ଅର୍ଥ କ'ଣ? ରାବଣ ମଧ୍ୟ କହିଛି, ହେ ପ୍ରଭୁ, ତୁମେ ଚିରଦିନ ମୁଁ ଅସୁର ହୋଇକି ଜନ୍ମଗ୍ରହଣ କରୁଛି, ତୁମେ ମୋ ପାଇଁ ଧରାପୃଷ୍ଠକୁ ଆସୁଛ, ଶରୀର ମାନବ ଶରୀର ନେଇ ତୁମେ ଆସୁଛ ଧରାପୃଷ୍ଠକୁ, ଏବଂ ସେ କୃଷ୍ଣ ରାମ ରୂପରେ ପୁଣି ମୋ ଭଳି ଅସୁରକୁ ତୁମେ ବିନାଶ କରୁଛ। ମୋତେ ବି କଷ୍ଟ ହେଉଛି ଏ ଶରୀର ଧାରଣ କରି, ତୁମକୁ ପ୍ରଭୁ ମଧ୍ୟ କଷ୍ଟ ହେଉଛି ଏ ଶରୀର ଧାରଣ କରି ମୋତେ ବିନାଶ କରିବା ପାଇଁ ବହୁ ନାଟକ କରିବାକୁ ପଡ଼ୁଛି। ଯେଉଁ ନାଟକର ଉପାଖ୍ୟାନ ଗୁଡ଼ିକ ପୁରାଣ ରୂପେ ବର୍ଣ୍ଣିତ ହେଉଛି। ତେଣୁ ପ୍ରଭୁ ପାଦେ ଆଉ ଏ ମନୁଷ୍ୟ ଶରୀର ମୋତେ ଦିଅ ନାହିଁ, ବାରେ ମୋକ୍ଷ ଦିଅ, ତୁମ ପଦରେ ଆଶ୍ରୟ ଦିଅ, ତୁମ ବ୍ରହ୍ମରେ ମୋତେ ଲୀନ କରିଦିଅ। ଆଉ ଏ ମନୁଷ୍ୟ ରୂପୀ ଶରୀର ମୋତେ ଦିଅ ନାହିଁ, କିଏ 84 ଲକ୍ଷ ଜୁନିର ମୋତେ ଅତିକ୍ରମ କରି କରି ଅସୁର ରାବଣ ଭଳି କରି ମୁଁ ତୁମ ପରମ ଭକ୍ତ ହୋଇପାରେ ସତ, ପ୍ରଭୁ ବାରେ ତୁମ ହାତରେ ମୁଁ ବିନାଶ ହେବା ଉଚିତ। ଅଜାମ୍ବିଳ ନାମେ ସେ ମହାପାପୀ, ପୁତ୍ର ନାମ ଜପି ଗଲା ସେ ତରି। ଅଜାମ୍ବିଳ ନାମେ ସେ ମହାପାପୀ, ପୁତ୍ର ନାମ ଜପି ଗଲା ସେ ତରି। ପ୍ରଭୁ ହେ ଜୟ ଜଗନ୍ନାଥ ସ୍ୱାମୀ ନମନ ବୋଧନା ଭଗବତୀ। ଅଜାମ ବେଳେ ଭଳି ପାପ କଲେ ମଧ୍ୟ ଥରେ ଯଦି ଅନ୍ତର ଆତ୍ମାରୁ ଶେଷ ସମୟରେ ଶେଷ ପର୍ଯ୍ୟନ୍ତ ଅଣଚାଶ ପବନ ବହିଲା ବେଳେ ମନୁଷ୍ୟ କି ଯେତେବେଳେ ଅଜ୍ଞାନ ହୁଏ, ଜୀବ ଗଲାବେଳେ, ସେତେବେଳେ ମଧ୍ୟ ପୁତ୍ର ନାମକୁ ଧରି ଅଜାମ୍ବଳ ପାର ହୋଇଯାଇଥିଲା। ଏଥିରୁ ଜଣାପଡ଼ୁଛି କିଛି କିଛି ପୁରାଣର ବର୍ଣ୍ଣିତ ବା ଆମ ସମାଜରେ ପ୍ରଚଳିତ ଥିଲା, ପ୍ରତ୍ୟେକ ପୁଅମାନଙ୍କର ନାଁ ସେ ଭଗବାନଙ୍କ ନାଁକୁ ଦେଉଥିଲେ। କିଏ କୃଷ୍ଣ ଦେଉଥିଲା, କିଏ ମାଧବ ଦେଉଥିଲା, କିଏ ଗୋବିନ୍ଦ ଦେଉଥିଲା, କିଏ ବଟକୃଷ୍ଣ ଦେଉଥିଲା, କିଏ ଅନନ୍ତ ଦେଉଥିଲା, ବାସୁଦେବ ଦେଉଥିଲା, ଚକ୍ରଧର ଦେଉଥିଲା, ଶ୍ରୀଧର ଦେଉଥିଲା। ଏଇ ନାମବାଚକ ଗୁଡ଼ିକ ଦେବାର କାରଣ ସେମାନଙ୍କ ଲକ୍ଷ୍ୟ ଥିଲା, କାଳେ କୌଣସି ସମୟରେ ଆମର ଅଭ୍ୟାସ ଭିତରେ ପଡ଼ିଯାଇଥିବା, ଜୀବ ଗଲାବେଳେ ପୁଅକୁ ଶ୍ରଦ୍ଧା ପାଉଥିବା ଦୃଷ୍ଟିରୁ କାଳେ କୃଷ୍ଣ ନାମଟି ସେ ଗୋବିନ୍ଦ, ଚକ୍ରଧର, ଅନନ୍ତ, ବାସୁଦେବ, ଶ୍ରୀଧର, ଜନାର୍ଦ୍ଦନ, ଦଇତାରୀ ଏଇଭଳି ନାମ ଆମ ମୁଖରେ ପଶିଯିବ କି ତେବେ ଆମେ ମୁଖ୍ୟ ହୋଇଯିବା। ଏହା ହିଁ ବାସ୍ତବ ସତ୍ୟ କଥା, ବାସ୍ତବ ସତ୍ୟ। କିନ୍ତୁ ତାର ଅର୍ଥ ନୁହେଁ ଯେ ଆମେ ଜୀବ ଜଗତରେ ମନୁଷ୍ୟ ଦେହ ଦିବ୍ୟ ଜ୍ଞାନ ଦେଖି ସନ୍ତୋଷ ଭଗବାନ। ଈଶ୍ୱର କେବଳ ଆମକୁ ଜନ୍ମ ଦେଇଛନ୍ତି, କାହା ମାଧ୍ୟମରେ ଦେଇଛନ୍ତି? ପିତାମାତା ସମ ବନ୍ଧୁ ଜଗତ କେ ନାହିଁ, ପିତାମାତା ସମ ବନ୍ଧୁ ଜଗତ କେ ନାହିଁ। ବର୍ଣ୍ଣବୋଧ ବହିର ପାଠ ଅତି ଗହନ ବିଷୟବସ୍ତୁ। ଯେଉଁ ମଧୁସୂଦନ ବର୍ଣ୍ଣବୋଧଟିକୁ ଲେଖିଲେ ସେ ଜଣେ ଦେବସତ୍ତା ଦେବତୁଲ୍ୟ ଲୋକ। ତାଙ୍କଠାରୁ ଏ ଜ୍ଞାନୀ ଏ ଜଗତରେ ବୋଧେ ଦ୍ୱିତୀୟ ଅଚ୍ୟୁତ ମୁଁ ବୋଲି ମାନେ, ଯାହାଫଳରେ କି ଅତି ବାଲ୍ୟ ଅବସ୍ଥାରେ ସେ ଗୋବିନ୍ଦ ଶବ୍ଦ ହିଁ ଗୋବିନ୍ଦଙ୍କର ବିଶ୍ୱରୂପ, ଏ ସୃଷ୍ଟିର ଆନନ୍ଦ ରୂପ। କିଏ ତାଙ୍କୁ ପ୍ରାର୍ଥନା କରେ, ଗୋବିନ୍ଦକୁ ପ୍ରାର୍ଥନା କରିବାର ବାଟ କେବଳ ହିଁ ସେ ସେହି ବର୍ଣ୍ଣବୋଧ ବହିଟିରେ ରଖିଛନ୍ତି। ଯେଉଁ ବର୍ଣ୍ଣବୋଧ ବହିଟିକୁ ଯଦି ଆଲୋଚନା କରାଯାଏ, ତା ମଧ୍ୟରେ ଗୀତା, ଭାଗବତ, ପୁରାଣ, ଶାସ୍ତ୍ର, ଚାଣକ୍ୟ ନୀତି ସବୁକିଛି ପରିପୂର୍ଣ୍ଣ ଅଛି, ଭରି ରହିଛି। କିନ୍ତୁ ମନୁଷ୍ୟ ବାସ୍ତବରେ ତାଙ୍କର ପ୍ରତ୍ୟେକ ଧାଡ଼ି ଗୁଡ଼ାକୁ ବୁଝିବା ପାଇଁ କଷ୍ଟକର ହେଇଛି ବା ମନୁଷ୍ୟ ବୁଝିନି, ତାକୁ ପିଲାଳିଆମରେ ନେଇଯାଇଛି। ଯାହାଫଳରେ କି ମନୁଷ୍ୟ ଆଜି ଏ ସମାଜରେ ଯେତେବେଳେ ଜ୍ଞାନୀ ବିଜ୍ଞ ହେଲେ ମଧ୍ୟ କେବଳ ମରିଚିକା ପଛରେ ଧାବମାନେ ମଠ ମନ୍ଦିର ଭ୍ରମଣ କରିବା, ଯାଗ ଯଜ୍ଞରେ ଅର୍ଥ ଶ୍ରାଦ୍ଧ କରି ଲୋକ ଦେଖାଣିଆ ଭାବ ଦେଖାଇବା, ପ୍ରତ୍ୟେକ ଦିନ 12 ତିଥି କରି ସୋମବାର ଶିବ ମନ୍ଦିର ଯିବା, ମଙ୍ଗଳବାର ହନୁମାନଙ୍କୁ ପୂଜିବା, ଶନିବାର ଶିବଙ୍କୁ ପୂଜିବା, ରବିରେ ପୂଜିଲି ରବି ନାରାୟଣ, ସୋମରେ ସୋମନାଥଙ୍କୁ, ମଙ୍ଗଳେ ପୂଜିଲି ବାଟ ମଙ୍ଗଳାଙ୍କୁ, ବୁଦ୍ଧିରେ ବୁଦ୍ଧି ବାମନ, ବୁଧରେ ବୁଦ୍ଧି ବାମନ, ଗୁରୁରେ ପୂଜିଲି ମାତା କମଳାଙ୍କୁ, ଶୁକ୍ରରେ ସନ୍ତୋଷୀ ମାତା, ଶନିରେ ପୂଜିଲି ଶନି ଦେବଙ୍କୁ, ରବିରେ ନବୀ ନାରାୟଣଙ୍କୁ। ହରି ହେ ହେ ପଞ୍ଚଦେବ ନମସ୍ତୁତେ,
प्रत्येक मनुष्यर बार तिथि की लक्ष्य कले देखा जाए जे प्रत्येक दिन प्रत्येक बार प्रत्येक देवतांकर ही पूजा अच्छी। यही माध्यम किसी किसी गुरुवाद माने कहले जे तुम्हें ये पथ को जाओ, ये पर्वपर्वाणी कर, ओषा बार तिथि कर, जहाँफल कि मनुष्य भी ता मध्य वास्तवतार पहुँची पारा नहीं, केवल लोक ढंगाणिया ढंगर रहीगला। गोटे कथा मन पड़े लक्ष्मी पुराण वर्णनारू, जदि से बलराम दास कही न था जे गोटे लक्ष्मी के पूजन कले लक्ष्मी प्राप्ति होउची, तुम्हें 10 लक्ष्मी की पूजा कर ताले आउ अधिक बढ़। ये जगतर प्रत्येक दिन बोधे लोक मैंने 10 लक्ष्मी पूजा करते, कि 10 लक्ष्मी मध्य किए धनदा लक्ष्मी अच्छा। जा देवी सर्वभूतेषु शक्तिरूपेण संस्थिता नमो तस्यै नमो तस्यै नमो तस्यै नमो नमो। सर्वमंगलमांगल्ये शिवे सर्वार्थ साधिके शरणे त्र्यंबके गौरी नारायणी नमोस्तुते। कर्पूर गौरं करुणावतारं संसार सारं भुजगेन्द्रहारं सदा वसन्तं हृदयारविन्दे भवं भवामि सहितं नमामि। ओं नमः शिवाय, ओं नमः शिवाय, हर हर महादेव, ओं नमो ब्रह्मदेवाय। ब्रह्मा विष्णु महेश्वर ही आदिशक्ति तैयारी। ये आदिशक्ति रूप आमर पुराण वर्णित अनुजाई 108 पीठरे विराजित। ये 108 पीठर शक्तिपीठर महिमा ए धरापृष्ठ सब परिचालित। ये कोई माध्यम आसूचे संसार को आम आम परिवार मध्य ग्रहण कर देखुं, कि वास्तव में बुझीपारना। किए गुरु रूप से आसिक आम शिक्षा दौरान, किए माँ रूप में आमको स्तन्यपान कर, किए सांगसाथी रूप में आमको श्रद्धा ज्ञापन कर, किए विद्यादान रूप में आमको सरस्वती रूप में देखा देती, किए अन्न बाड़िकी देला बेले आमको अन्नदा माँ अन्नदा रूप भी आमको विराजमान होती, कि आमर कन्या रूप आम निजर संतान बालिका रूप आमको आह्लाद देती। क्यों जगार आमको नारी रूप स्त्री रूप जाया रूप भी आसी, भगिनी रूप जाया जननी भगिनी रूप सब क्षेत्र में मातृ शक्ति ही ए पुरुष शक्ति की साहाय्य कर समाजर उन्नति साहाय्य कर। तेणु या लक्ष्य करी किसी नेता माने कहते कि माँ मान को साहाय्य कर, ये कि बीजेडी दलर लोक मैंने कहते माँ को सम्मान दियो, किंतु ये समाज रे माँ को जो सम्मान मिलूँ पेपर मुंडन कर केवल 5 वर्षर बालिका मान को बलात्कार धर्षण लुंठन, किए क्या कौड़ी रेप करके मारला, किए क्या पड़ा पेपर पोस्टा देखी देखी मनुष्य को 50 वर्ष है। अज्ञानी जने कले बास घटी जान सर्वनाश। ये कलिर कलर अज्ञानर परिपूर्णता असुर भाव एते। एक राम सीना आसले रावण को मारियापाई, कृष्ण आसले कंस को मारियापाई, वर्तमान तो लक्ष लक्ष कंस लक्ष लक्ष रावण, केते केते कृष्ण केते रावण केते अवतार ने। चंडी स्वरूप काली रूप आसले कलाहार रूप देखिले, कलाहार रूप कहीं माने नहीं, चंडी रूप कहीं बुझे ना। एक द्रौपदीर केश मुकुलता होता महाभारत सृष्टि होता। आज नारी समाज रे केवल केश मुकुला स्नो स्टाम्प पाउडर मारी केवल रास्ता स्वामी सहित केतले गलानी, केतले धर्म भाई सहित गलानी, किए क्या सहित जाकि फैशन देखेला, निज शरीर सौंदर्य को देखेला तार ना, कि केश मुकुला करके जो जानी ना सृष्टिर महाभारत लाइन चंडी हो गलानी। जहाँ को तू विवाहेलु शाड़ी शंखा दे रे, से ही थोते खाऊब काल रूप होई रे। जेड़ा बड़ सिंहटे हेले मध्य जो बह हो ठार सी मूषा पलटि जामती भी बहुत टीवी रे देखा जाए, समस्ते आलोचना कर बुझाऊँ, निजे भी अंतर्निहित परिवार रे ये वैकुंठ लोक खोजी खोजी आज 8 गंटे छिंडिला।
ବୈକୁଣ୍ଠ ସମାନ ଆହା ଅଟେ ସେହି ଘର, ସ୍ନେହ ସଦା ପ୍ରୀତି ଜଇଁଥାଏ ନିରନ୍ତର। ରାମାୟଣ ଦେଖିବା, କୃଷ୍ଣ ଲୀଳା ଦେଖିବା, ଏ ସବୁ ଗୁଡ଼ିକ ଆମେ ଦେଖିଲେଣି, କିନ୍ତୁ ଆମ ବାସ୍ତବ ଜୀବନରେ ରାମ ହେବା ବହୁ କଷ୍ଟକର। କୃଷ୍ଣ ରସ ଗୋପେ ସହସ୍ର 16,000 ଗୋପ ନାରୀ, ମୋତେ ଭରିଲେ ତପ କରି, ପ୍ରଭୁ ମୁଁ ତାଙ୍କ ପୁରାଇବି ଆସ, ସେ ମୋର ଭକତ ବିଶ୍ୱାସ। ଯେଉଁଠି ନାଟ୍ୟ ସଙ୍ଗୀତ ଅଛି, ବଂଶୀର ସ୍ୱନ ଅଛି, ସେଠି ବୈକୁଣ୍ଠ ଅଛି, ମନ ମଧ୍ୟରେ ବୈକୁଣ୍ଠ ସୃଷ୍ଟି ହେଇଯାଏ। ହରି ନାମେ କି ରସ ଅଛି, ଆରେ ପାନ କଲା ଲୋକ ସିନା ଜାଣିছে। ହରି ନାମେ କି ରସ ଅଛି, ଆରେ ପାନ କଲା ଲୋକ ସିନା ଜାଣିছে। ହରି ନାମେ କି ରସ ଅଛି, ଏ ସମସ୍ତେ ତ ହରିନାମେ କି ରସ ଅଛି ପାନ କଲା ଲୋକ ସିନା ଜାଣିଛି, ଏମାନେ ହରିନାମକୁ ଯାଉଛନ୍ତି। କୃଷ୍ଣଙ୍କ ଯିଏ ବୁଝୁ ନ ବୁଝୁ, ବୁଝୁ ନ ବୁଝୁ ପଢ଼ ଗୀତା, ଭୁଁଜୁ ନ ବୁଝୁ ଖା ପିତା, ଇଏ ବି ଗୋଟିଏ ଦୃଷ୍ଟିରୁ 10% ଲାଭଦାୟକ ମନୁଷ୍ୟ ଜୀବନରେ। ପିତା ଖାଇଲେ ଡାଇବେଟିସ୍ ଭବିଷ୍ୟତ ନ ହେଇପାରେ। ଯଦି ଗୀତାଟାକୁ ପଢ଼ୁଥିବ, ମହାତ୍ମା ଭଳି ଗୀତାଟାକୁ ଧରିଥିବ, ହୁଏତ ତୁମେ ସମୋହନ ବିଦ୍ୟାରେ ପୃଥିବୀ ଜୟ କରିପାରିବ, ପରିଚିତ ହୋଇପାରିବ। ଇଏ ବି କିଛି ମାତ୍ରାରେ ତୁମକୁ ପରିଚିତ କରିବା ସାହାଯ୍ୟ କରେ। ଗୀତା ତତ୍ତ୍ୱ, ଗୀତା ତତ୍ତ୍ୱ ନିଗୁଡ଼ ତତ୍ତ୍ୱ ବୁଝିବା ଆବଶ୍ୟକ, ବୁଝିବା ସହିତ ଆଚରଣ କରିଦେବା। କିନ୍ତୁ ଉଚ୍ଚାରଣ କରିଦେଉଛନ୍ତି, ଆଚରଣଟା ବହୁ କଷ୍ଟକର ବ୍ୟାପାର। ଆଚରଣ ନିଜ ଜୀବନରେ ପ୍ରତିପାଦନ କରିବାକୁ ହେଲେ ବହୁତ ଡିଫିକଲ୍ଟ। ଇଟ୍ ଇଜ୍ ମୋଷ୍ଟ ଇମ୍ପୋର୍ଟାଣ୍ଟ ଫର୍ ହ୍ୟୁମାନ୍। ଗୀତା ତତ୍ତ୍ୱ ଏତେ ସହଜ ଜ୍ଞାନ ନୁହେଁ। ପୂର୍ବଜିତ କର୍ମ ବଳେ ଯାଚି ମୁଁ ଦେଉଥାଏ ବଳେ, ଆରେ ପୂର୍ବଜିତ କର୍ମ ବଳେ ଯାଚି ମୁଁ ଦେଉଥାଏ ବଳେ। ପୂର୍ବରୁ ଯଦି ଈଶ୍ୱରଙ୍କ ସାନ୍ନିଧ୍ୟ କିଛି ନାହିଁ, ତୁମ ପ୍ରତି ପାଇବାର ଆଶା ତୁମ ପିତାମାତା ଜନ୍ମ ସମୟରେ ମନରେ ସୃଷ୍ଟି କରିନାହାନ୍ତି, କେବେ ମିଳେ ନାହିଁ। ଏ କାହା ମାଧ୍ୟମରେ ମିଳିଥାଏ? ପୂର୍ବ ଅର୍ଜିତ କର୍ମ ବଳେ ଯାଚି ମୁଁ ଦେଉଥାଏ ବଳେ। ଏ ପୂର୍ବ ଅର୍ଜିତର କିଭଳି ପ୍ରକାଶ ପାଇଥାଏ ନା, ପିତାମାତା ସଂଯୋଗ କାଳେ ବିହିଜା ଲେଖିଲା କପାଳେ। ଯେତେବେଳେ ପିତାମାତା ସଂଯୋଗ ହେଉଛନ୍ତି, ସେହି ସମୟରେ ହିଁ ଯଦି ପିତା ମାତା ପାଖରେ କିଛି ନାହିଁ, ଯଦି ପିତା ଚିନ୍ତା କରିଛି ମୋର ଗୋଟେ ସୁସନ୍ତାନ ଆସୁ, ପ୍ରହ୍ଲାଦ ଭଳି ସନ୍ତାନଟେ ହେଉ, ରେତି ସ୍ଫଳନ ସମୟରେ କିଛି ମୁମେଣ୍ଟ ଆଗରୁ, ସେତେବେଳେ ହିଁ ଯେଉଁ ରେତିଟି ଆସିଛି, ସେଇ ରେତି ହିଁ ଆଗକୁ ଗତି କରିଛି, ବ୍ରହ୍ମସତ୍ତାକୁ ପ୍ରାପ୍ତି କରିବ। ସେଇଠି ସେ ପୂର୍ବ ଅର୍ଜିତ କର୍ମ ବଳେ ଯାଚି ମୁଁ ଦେଉଥାଏ ବଳେ, ସେଇଠି ସେ ପୂର୍ବ ଅର୍ଜନ ପାଇଛି। କାହା ପାଖରୁ ନା, ପିତା ପାଖରୁ ପାଇଲା। ପିତା ଯେତେ ରେତି ସ୍ଫଳନ କରେ, ପିତା ଯଦି ସୁପିତାଟେ ହେଇଥିବ, ସେ ଚିନ୍ତା କରେ ମୋ କୂଳ ଉଦ୍ଧାର ପାଇଁ କୂଳ ଦୀପକ ଦରକାର, ସୂର୍ଯ୍ୟ ଭଳି ଆଲୋକିତ ରଶ୍ମି ଆବଶ୍ୟକ। ମୋ ଠାରୁ ଏ ରଶ୍ମି ଆହୁରି ଉଜ୍ଜଳ ହେଉ, ଏ ଧରା ପୃଷ୍ଠରେ କିଛି ସୁନାମ ଅର୍ଜନ କରୁ, ଖ୍ୟାତି ଅର୍ଜନ କରୁ, ଚତୁର୍ଯୋଗ ଫଳ ପ୍ରାପ୍ତି ପାଉ। ତେବେ ସେ ତାର ସୃଷ୍ଟି କରିବାଟା ପରମ ପିତା ପରମ ବ୍ରହ୍ମା, ଓଁ ନମ ବ୍ରହ୍ମଦେବା ତତ୍ସତ୍, ଓଁ ଚତୁର୍ମୁଖ ବ୍ରହ୍ମା। ଚତୁର୍ମୁଖ ବ୍ରହ୍ମା ହିଁ ସୃଷ୍ଟି କଲେ, ଚତୁର୍ଭୋଗ ଫଳ ପ୍ରାପ୍ତି କରାଇଲେ। ଏହା ହିଁ ବଡ଼ ଗୂଢ଼ ରହସ୍ୟପୂର୍ଣ୍ଣ କଥା। ତାପରେ ଆସିଗଲେ କି ନା, ମାତୃଗର୍ଭରେ ରହି ଅଜ୍ଞାନ ହେଲୁ। ଯେତେବେଳେ ମାତୃଗର୍ଭରୁ ଭୂପୁଷ୍ଟ ହେଲୁ, ଅଜ୍ଞାନ ହେଇଗଲୁ, ସବୁ କଥା ହରିଙ୍କ କଥା ପାସୋରି ଗଲୁ। ବହୁତ ଆଲୋଚନା ଅଛି ଏ ବିଷୟରେ, ଜୀବନ ତତ୍ତ୍ୱ ବିଷୟରେ। ଯେତେବେଳେ ମନୁଷ୍ୟ ଜଳ ଦେଶରେ ରହୁଛି, ଆଜି ସିନା କମ୍ପ୍ୟୁଟର ହେଇଗଲା, ଦିନେ ବି ଅଚ୍ୟୁତ ଏ ବାଣୀକୁ କହିଛନ୍ତି। ବଡ଼ ରାମଦାସ ପଞ୍ଚସଖାମାନେ ବଖାଣ କରିଛନ୍ତି, କମ୍ପ୍ୟୁଟର ତ ନଥିଲା, କିନ୍ତୁ 500 ବର୍ଷ ତଳୁ ଏମାନେ ଜୀବସତ୍ତା ସୃଷ୍ଟିର ରହସ୍ୟ ବହୁତ ପ୍ରକାର ବୁଝାଇଛନ୍ତି। ଆମର ଅଭିମନ୍ୟୁ ସାମନ୍ତ ସିଂହାର ମଧ୍ୟ ଏ ରସ, କୃଷ୍ଣ ରସ ବ୍ୟାଖ୍ୟାନ କରିଛନ୍ତି। ଭକ୍ତ ସାଲବେଗ ପ୍ରାକ୍ଟିକାଲି ଆମକୁ ବୁଝେଇଛନ୍ତି। ସେ ଜଣେ ବ୍ରାହ୍ମଣ ଥିଲେ, ହୁଏତ କାଳଚକ୍ରରେ ପଡ଼ି ମୁସଲମାନ ହେଇଯାଇଥିଲେ, ମୁସଲମାନ ଔରସ ଜନ୍ମଗ୍ରହଣ କରିଥିଲେ, ତଥାପି ତାଙ୍କ ପ୍ରାରବ୍ଧର
ମାତାଙ୍କର କିଛି କୃଷ୍ଣ ଭକ୍ତି ଥିବା ଦୃଷ୍ଟିରୁ ଜଗନ୍ନାଥ ପ୍ରେମ ଥିବା ଦୃଷ୍ଟିରୁ ସିଏ ବି ସନାତନ ଧର୍ମକୁ ଭଲ ପାଇ ଆସିଛନ୍ତି ଏବଂ ସନାତନ ଧର୍ମ ଜଗନ୍ନାଥ ଧର୍ମ ବିଷୟରେ ବହୁତ ତଥ୍ୟ ଆମକୁ ବଖାଣ କରିଛନ୍ତି ଏବଂ ପ୍ରାକ୍ଟିକାଲି ସେ ଦେଖିଦେଇଛନ୍ତି। 1600 ରଥ ଦେଖିବା ପାଇଁ ସେ ବି ରଥକୁ ଅଟକେଇ ଦେଇପାରିଛନ୍ତି, ବାଲିର ରଥ କରି ଟାଣିଛନ୍ତି, ରାଜା ତାକୁ ଜାଣିଛନ୍ତି। ଏମିତି ବହୁ ଉପାଖ୍ୟାନ ଶୁଣାଯାଇଛି ଯେଉଁଟା ପ୍ରାକ୍ଟିକାଲ ହକିକତ। ଦାସିଆ ହାତରୁ ନଡ଼ିଆ ନେଇଛନ୍ତି, ଠିକ୍ ବାସ୍ତବ ସତ୍ୟ କଥା। ଯାଜପୁର ବନ୍ଧୁ ମହାନ୍ତିକୁ ପେଜ ବଦଳରେ ସେ ତାକୁ ଖାଦ୍ୟ ଦେଇଛନ୍ତି, ସୁନାର ଥାଳି ପରିସ୍ଥିତି ସତ୍ୟ, ନିଜର ଅନୁଭୂତି, ବାସ୍ତବତା କଥା। ଆଦେହରେ କୌଣସି ଭୁଲ ତଥ୍ୟ ନାହିଁ। ମୁଁ ମଧ୍ୟ ଆଦେହରେ ଜୀବନରେ ବହୁ ଅନୁଭବ ନେଇଛି। ବାସ୍ତବ ଈଶ୍ୱର ଅଛନ୍ତି ସବୁ ସମୟରେ, ସବୁ ସତ୍ତାରେ। ଏଭଳିକି ଜନ୍ମ ପରଠାରୁ ବୋଧେ 3 ବର୍ଷ ହେବା ଦିନଠାରୁ ମୋ ବହୁ ଅନୁଭୂତି ଅଛି। ଶିବଙ୍କ ପାଦୁକା ପାଇକି ଆସିଥିଲି, ନିଜେ ପିଇ ଦେଇଥିଲି ନ ଢାଳିକି, ତାଙ୍କୁ କହିକି ଆସିଥିଲି ପ୍ରଭୁ ବାରେ ମୋତେ ଦେଖାଦିଅ। ସିଏ ବି ତାଙ୍କର ଗଳାର ସର୍ପକୁ ପଠେଇଥିଲେ ମୋତେ ଦର୍ଶନ ଦେବା ପାଇଁ। ମୁଁ ତାକୁ ବୁଝିନ ବାସ୍ତବରେ ପ୍ରଭୁ ତୁମେ କିନ୍ତୁ କ୍ରୋଧାନ୍ୱିତ ହେଇକି ମୋତେ କାହିଁ ଦେଖ ଦର୍ଶନ ଦେଉଛ? ମୁଁ ତ ବାଳୁତ ପିଲା, ଅଷ୍ଟମରେ ପଢ଼ୁଥିଲି, ତୁମ ପାଖକୁ ଯାଇ କହିକି ଆସିଛି ଲୋଭରେ ବଶବର୍ତ୍ତୀ ମୁଁ ପିଉଛି, ଭୋଗ କଲାଣି, ନୋ କମ୍ପ୍ଲେନ୍। ତୁମେ ସିମ୍ପୁଲରେ ଆସ, ସିଏ ବି ସିମ୍ପୁଲରେ ଆସିଲେ, ପୁଣି ସିମ୍ପୁଲରେ ଆସିଛନ୍ତି, ଦର୍ଶନ ଦେଇଛନ୍ତି ସାମ୍ନାସାମ୍ନି। ପୁଣି ଯେତେବେଳେ ମୋର ବିପଦ ଆସିଛି 2005 ମସିହା ମାର୍ଚ୍ଚ ମାସରେ, ସେତେବେଳେ ସେ ମୋ ବାଁ କାନ୍ଧରେ ପୁଣି ବିରାଜମାନ କଲେ। ମୁଁ କହିଲି ଏତେ ବାଳୁତ ଅବସ୍ଥା ଦେଖିଲା, ପୁଣି ମୁଁ ତାକୁ ନେଇକି ଜଙ୍ଗଲରେ ଛାଡ଼ିଛି। ମୁଁ ଯାହା ହଉ ଶିବ କୃପା ଅଛି ମୋ ଉପରେ, ଯାହା ପ୍ରଭୁ ମୋତେ ସାହାଯ୍ୟ କରୁଛନ୍ତି, ଜଣେଇ ଦେଇଛନ୍ତି ଆଗକୁ କିଛି ବିପଦ ଅଛି, ଆଗକୁ କିଛି ବିପଦ ଆସୁଛି ବୋଲି। ବାମ ପଟରେ ଦେଖାଦେଲେ ମୁଁ ମୋର ବାମ ଅଙ୍ଗ ବୋଲେ ନିଜ ସ୍ତ୍ରୀ, ଥରେ ବୋଧେ ମୁଁ ଦୂରେଇ ଯିବି ନିଶ୍ଚିନ୍ତ, ସେଥିପାଇଁ ହୁସିଆରି ହେଇଗଲି। ମୁଁ ଜାଣିପାରିଲି କ'ଣ ହେଲା। ବାସ୍ତବରେ ବି ତା ପରଦିନ ସ୍ତ୍ରୀ ମୁଣ୍ଡରେ କାକ ବସିଲା। ମୁଁ ବୁଝିଲି ନା ମନୁଷ୍ୟ ମୁଣ୍ଡରେ, ନାରୀ ମୁଣ୍ଡରେ ଯେତେବେଳେ କାକ ବସୁଛି ନିଶ୍ଚିନ୍ତ ତା'ର ଅତି ଆପଣାର ବସ୍ତୁ ହରେଇ ବସିବ। ନାରୀର ଅତି ଆପଣା ବସ୍ତୁ ସ୍ୱାମୀ, ସେ ତା ସ୍ୱାମୀଠାରୁ ଦୂରେଇ ଯିବ, ତା ମୁଣ୍ଡରେ ବାଚାଳ ବୁଦ୍ଧି ଆସିବ। ଏଗୁଡ଼ିକ ହେବା ଦ୍ୱାରା ମୁଁ ହୁସିଆରି ହେଇଗଲି। ମାନେ ହଁ ବିପତ୍ତି ଆସିଗଲା, ଜାଣିପାରିଲା ନାହିଁ। ଶିବ ମନ୍ଦିର ଯାଉଛି, ଶିବକୁ ପୂଜନ କରୁଛି, କି ଶିବ ତତ୍ତ୍ୱ କିଏ ଜାଣିନି। ପତିପଦେ ପୁଣ୍ୟ ତୀର୍ଥରେ সকল তীর্থ কামনা, পতিপদে পুণ্য তীর্থরে সকল তীর্থ কামনা। বৈকুণ্ঠ সমান আহা অটে সেই ঘর, স্নেহ শ্রদ্ধা প্রীতি জয় তারে নিয়ন্ত্রণ। କେବଳ ନାରୀ ପାଖରେ ହିଁ ଅଛି ଏ ବୈକୁଣ୍ଠ ଦର୍ଶନ କରିବାଟା। କିଭଳି କରିବ ନା ବୈକୁଣ୍ଠ ସମାନ ଆହା ଅଟେ ସେଇ ଘର, ସ୍ନେହ ଶ୍ରଦ୍ଧା ପ୍ରୀତି ଜଇଁ ଥାଏ ନିରନ୍ତର। ଦେବ ପୂଜନ କରିବା ପାଇଁ ତାକୁ ମନା ଅଛି, ଶାସ୍ତ୍ର ବାରଣ କରିଛି। ପତିପଦେ ପୁଣ୍ୟ ତୀର୍ଥରେ ସକଳ ତୀର୍ଥ କାମନା। ଏଇଟା ପୁରାଣ ଗୀତ ଅଛି, ବହୁତ ଲୋକ ଆଉ ବୁଝିନାହାନ୍ତି, ଜାଣିନାହାନ୍ତି। ନାରୀଟିଏ ବିବାହ ହେଲା ପରେ ତା ସ୍ୱାମୀ ହେଉଛି 4 ଧାମର ମୁକ୍ତିଦାତା। ଯାହା ଚାହିଁବ ତା ସ୍ୱାମୀ ପାଖରୁ ସବୁ ଐଶ୍ୱର୍ଯ୍ୟ ପାଇପାରେ, ଧନ ସମ୍ପତ୍ତି ପାଇପାରେ, ଐଶ୍ୱର୍ଯ୍ୟ, ସନ୍ତାନ ସୁଖ ପାଇପାରେ, ନିଜ ସେକ୍ସ ସମ୍ଭୋଗ ସୁଖ ବି ସ୍ୱାମୀ ପାଖରୁ ପାଇପାରୁଛି। ଚତୁର୍ଥ ଫଳ ପାଇପାରୁଛି, ବନ୍ଧୁବାନ୍ଧବ ସହଯୋଗ ପାଇପାରୁଛି, କେଉଁଠି ହସିବାକୁ ହେଲେ, କେଉଁଠି ବୁଲିବାକୁ ହେଲେ, ପିନ୍ଧିବାକୁ ହେଲେ ସ୍ୱାମୀ ତା'ର ମୁଖ୍ୟ ପ୍ରଭୁ। ସ୍ୱାମୀ ଯାହା ଅର୍ଥ ରୋଜଗାର କରି ସ୍ତ୍ରୀକୁ ପ୍ରଦାନ କରିବ, ସ୍ତ୍ରୀ ତାହା ସୁଖୀ ହେବ। ଏଇଟା ବାସ୍ତବତା ଲୋ। ପିଲାମାନଙ୍କ ଯାହା ଆବଶ୍ୟକତା ସେ ନାରୀ ବୁଝେଇବ, କିନ୍ତୁ ନାରୀ କ'ଣ ହେବା ଉଚିତ? ସେନାପତି ତୁଲ୍ୟ କାର୍ଯ୍ୟ କରିବା ଉଚିତ। ନାରୀ ସେନାପତି ହେବା ଉଚିତ ସ୍ୱାମୀର। ସ୍ୱାମୀ ଯଦି ରାଜା ହୁଏ, ନାରୀ ଯଦି ସେନାପତି ହେବ, ବିପଦ ବେଳେ ତାକୁ ସାହାଯ୍ୟ କରିବ, ମନ୍ତ୍ରଣା ଦେବ, କୁମନ୍ତ୍ରଣା ନୁହେଁ ସୁମନ୍ତ୍ରଣା ଦେବ। ଯଦି ଆମ ପାଖରେ ଆଜି ଅର୍ଥ ନାହିଁ, କୌଣସି ପ୍ରକାର ଆମେ ଖର୍ଚ୍ଚ କମେଇ ଦେବା, କିଛି ଅର୍ଥ ସଞ୍ଚୟ କରିବା, ନା ଅନ୍ୟ ଉପାୟ କରି ବ୍ୟବସାୟ କର, ସେଥିରେ ତୁମେ ଉଦ୍ଧାର ପାଇଯିବ। କର ନା, ଯେତିକି ଅଛନ୍ତି ଆମେ ଭାତ ଆଳୁ ଖାଇକି ବରଂ ରହିବା, ଭାତ ଡାଲି ଆଳୁ ଭର୍ତ୍ତା ଖାଇକି ଚଳିବା। ପିଲାମାନଙ୍କୁ ସୁଶିକ୍ଷା ଦେବା, ସାଧାରଣ ସ୍କୁଲରେ ପଢ଼ାଇବା, ଲୋକ ଦେଖାଣିଆ ଭାବରେ ଇଂଲିଶ ମିଡ଼ିୟମରେ ପଢ଼ାଇନି, ମମି ଡାକି ଡାକ ଶୁଣିବାନି। ଆଜ୍ଞା ବାସ୍ତବତାରେ କ'ଣ ହେଉଛି ନା ପିଠାରେ କିଏ ଗୁଡ଼ ଲଗେଇ ଖାଉଛି, କିଏ ଘଷିରେ ବି ଗୁଡ଼ ଲଗେଇ ଖାଇଲେଣି, ଲୋକ ଦେଖାଣିଆ ଭାବ। ପ୍ରତ୍ୟେକକୁ ଅନୁକରଣ କରୁ କରୁ ଏମାନେ ହନୁକରଣ ହେଇଯାଉଛନ୍ତି, ଜାଣିପାରୁନାହାନ୍ତି। ଏମିତିକି ବର୍ତ୍ତମାନର କବି ସମାଜ ମଧ୍ୟ କେହି କାଳିଦାସ ଭଳି ସରସ୍ୱତୀଙ୍କର ବରପୁତ୍ର କବି ନାହାନ୍ତି, ଅଭିମନ୍ୟୁ ସାମନ୍ତ ସିଂହାର ଭଳି ଦୈବଶକ୍ତି ସମ୍ପନ୍ନ ନାହାନ୍ତି, କବି ସୂର୍ଯ୍ୟ ବଳଦେବ ଭଳି ଦେବତା ନାହାନ୍ତି, ଅଚ୍ୟୁତାନନ୍ଦ ଅଭିରାମ ପରମହଂସ ବୈକୁଣ୍ଠ ବାବାଙ୍କ ଭଳି ଦେବତା
कृष्ण तत्व देवता देवता मध्य आज बहुत विरल। केवल एमाने किसी लोक देखाणिया कवि केवल आत्मप्रचार पर आत्मप्रत्यय पर लोक देखाणी हवा समाज अहम आई एम द ग्रेट पोएट आई एम ए पोएटर बुझल कवि एमती कलर मन मन झाड़ी अहम इगो व्हाट इज द इगो इट इज द लव ऑफ इगो इगो रोची जहाँफल कि क्षेत्रीय समाज ही क्षेत्रीय जाति ही इगो राजनीति पॉलिटिक्स ही इगो एमाने केवल धरा को असुर भाव विनाश करिया ही एमानकर लक्ष्य आ जोठी भी एमाने चाहिए गीतार जगन्नाथ दास भागवतर कही जेबे कहबू मोर मोर हरि करिबे हरणटी तोर अरे जेबे कहबू मोर मोर हरि करिबे हरणटी तोर जो समय जो परिस्थिति रे भंडा पूरी जाइए अति दाने बलिबद्ध अति माने चकोरव अति दाने बलिबद्ध अति माने चकोरव अति चकोरव रावण भी विनाश पाई अति अति इति महाप्रबल प्राउडनेस व्हाट इज द प्राउडनेस व्हाट इज द थिंकिंग ऑफ प्राउडनेस लोक देखाणिया भाव भल पिंधा भल खातिरी मोर समाज कौन अच्छे बहुत आई एम ए वीआईपी पर्सन नॉट अ वीआईपी जो तुम्हें चिंता कर आई एम ए वीआईपी पर्सन इट इज द छेदन हाँ तापर विचारटा हो पेपर आसी बाटर हगिले ना देवल तोड़े ना सुकर्मरु ना कुकर्मु ना कुकर्मटा जमा हेला ना चक्र छेदन सीआईडी कौटी पशिला कौटी तुम पाखे कोर्ट कचेरी मामला खाइल कौटी लोक निंदुक है आगे न कहले पछरे कहले ये केवल निंदा ही निंदा जगन्नाथ स्वामी नयन पथगा तुम जय जगन्नाथ स्वामी नयन पथगा महोदय अदृश्य चक्र ये कलिर कलार जगन्नाथ तत्व अदृश्य चक्र तांकर जिते मु कहबू मोर मोर ये सब मोर जहाँ मु देखई नेत्र ये सबुक मोर एवं तापरटा विनाश आसीगला जानीपारू ना तो झील को पाण पठा नहीं पुओ अजाति बाहर तो संपत्ति कौटी दियास हेनी लास्ट को जेल जोरीमाना जीवु जेल राजदंड भोगू राजदंड भोगुचु से आत्मचिंतन कर हे मन मु कौन कली कहीं ये कर्म सब करी ये वयस करुले 500 टकिया गांधी नोट गुड़ौली दिने मोदी सरकार भी 500 टकिया नोट को अचल खेला लोक बस्ता अवस्था पड़े कि पाखे बेले धन देना क्या 5 टंका जदि बा व्यवसाय बिजनेस माइंडेड व्हाट इज द बिजनेस माइंडेड जदि क्या 500 देते लोक देखे देख कैमेरा वाला कड़ा गला रे टीवी वाला कड़ा गला आस उड़ाओ मु दौची क्या ना से घर पड़ जाए आई एम ए पॉलिटिशियन यू आर नॉट